ଲାୟନ୍ ଏବଂ ବୋଲାଣ୍ଡ ଭାରତର ବୋଲରଙ୍କୁ କନ୍ଦାଇଲେ। ଚତୁର୍ଥ ଦିନରେ ବିସ୍ଫୋରକ ବ୍ୟାଟିଂ କଲେ ନାଥାନ୍ ଲାୟନ୍। ବୋଲାଣ୍ଡ ଏବଂ ଲାୟନ୍ 3 ଘଣ୍ଟା ଧରି ବ୍ୟାଟିଂ କରିଲେ। ଭାରତର ବୋଲରଙ୍କୁ ବୋଲିଂ କରାଇ ନାକେଦମ କରିଦେଲେ। ଗୋଟିଏ ୱିକେଟ୍ ନେବା ପାଇଁ 3 ଘଣ୍ଟା ଧରି ସମୟ ଲାଗିଲା, କିନ୍ତୁ ଶେଷରେ ୱିକେଟ୍ ପଡ଼ିଲା ନାହିଁ। ନାଥାନ୍ ଲାୟନ୍ 41 ଏବଂ ବୋଲାଣ୍ଡ 10 ରନ୍ କରି ଅପରାଜିତ ରହିଛନ୍ତି। ଏହି ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 9 ୱିକେଟ୍ ହରାଇ 228 ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ଠାରୁ ଅଷ୍ଟ୍ରେଲିଆ ଦଳ 333 ରନ୍ ଆଗରେ ରହିଛି। ଲାଗୁଛି ଏହି ବକ୍ସିଂ ଡେ ଟେଷ୍ଟ ଡ୍ର ଅଭିମୁଖେ ଗତି କରିବ। ଅନ୍ୟଥା ଦେଖିବାକୁ ଗଲେ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ବାଜିମାତ କରିପାରେ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ 2024 ଏବଂ 25 ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମରେ ବକ୍ସିଂ ଡେ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମ ଇନିଂସରେ 368 ରନ୍ କରି ଅଲ୍ ଆଉଟ୍ ହେବା ପରେ ଚତୁର୍ଥ ଦିନର ଖେଳ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 9 ୱିକେଟ୍ ହରାଇ 228 ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ଠାରୁ ଅଷ୍ଟ୍ରେଲିଆ ଦଳ 333 ରନ୍ ଆଗରେ ରହିଛି। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।